ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା ସ୍ୱାମୀ ପରମାନନ୍ଦ। ଜାନୁଆରୀ 22। ଦିନଟିର ପ୍ରଧାନ ଚିନ୍ତା। ତୁମର ହୃଦୟ ସତତ ତାହାଙ୍କ ଚରଣରେ ଲଗ୍ନ ହୋଇ ରହୁ ଏବଂ ବାହାରେ ଯାହା ପରିବର୍ତ୍ତନ ହେଉନା କାହିଁକି ଅନ୍ତର ଯେପରି ତୁମର ଅବିଚଳିତ ରହେ। ସ୍ମରଣୀୟ ପଂକ୍ତି। ଯଦ୍ୟପି ଦୁର୍ଭାଗ୍ୟ ତାର ହାତୁଡ଼ି ହନନେ କରେ ତୁମକୁ ନିଷ୍ଠୁର ଆଘାତ, ହୁଅ ନାହିଁ କଠିନ ହୃଦୟ। ପୁନଃ ଯଦି ସୁଖ ଆସି ଢାଳେ ତାର ମଧୁର ସୁହାଗ, କରନା ନିଜକୁ ଏପରି କୋମଳ, ହରିବ ସେ ତୁମର ଧ୍ରୁବ ଲକ୍ଷ୍ୟ ଗତି। ନୀତି ଉପଦେଶ। ପ୍ରତିବନ୍ଧକ ବିନା କୌଣସି ମହତ କାର୍ଯ୍ୟ ସୁସମ୍ପନ୍ନ ବା ସାର୍ଥକ ହୁଏ ନାହିଁ। ସକଳ ଅବସ୍ଥାରେ ଆମେ ଆମର ଆଦର୍ଶକୁ ଦୃଢ଼ ଭାବେ ଧରି ରଖିବା, ବିଶେଷତଃ ଯେତେବେଳେ ବିଫଳତା ଓ ଅବସାଦ, ଭୁଲ ବୁଝାମଣା କିମ୍ବା ଅଯଥା ସମାଲୋଚନା ଆମର ସମ୍ମୁଖରେ ଆସିବ। ଏହି ଭାବେ ହିଁ ଆମେ ଆମର ଗଭୀର ଆଧ୍ୟାତ୍ମିକ ଶକ୍ତି ଏବଂ ଇଷ୍ଟଙ୍କ ପ୍ରତି ଗଭୀର ଅନୁରାଗ ପ୍ରକାଶ କରୁ। ଶ୍ରୀ ଭଗବାନ ହିଁ ସର୍ବଦା ସହାୟ ହୋଇ ଆମକୁ ଶକ୍ତି ପ୍ରଦାନ କରିବେ। ଅରଣ୍ୟ, ପର୍ବତ ଗୃହରେ ଅଥବା ସଂସାରରେ କେଉଁଠି କେବେ ହେଲେ ସେ ଆମକୁ ଛାଡ଼ି ଦୂରେଇ ରହିବେ ନାହିଁ। ସେ ଯେ ଅଛନ୍ତି ଏହା ସତ୍ୟ। ଯେତେବେଳେ ଆମେ ଏହା ଅନୁଭବ କରୁ, ସେତେବେଳେ ଆମେ ସକଳ ସନ୍ଦେହ, ଭୟ ଓ ନିଜର ଭୁଲ ତ୍ରୁଟିରୁ ମୁକ୍ତ ହେଉ। ପ୍ରାର୍ଥନା। ହେ ନିତ୍ୟ, ମୋର ମନକୁ ତୁମେ ସଂସାରର ସକଳ ଦୁଶ୍ଚିନ୍ତାରୁ ମୁକ୍ତ କର। ତୁମରି କୃପାରୁ ମନ ମୋର ଏପରି ପବିତ୍ର ପ୍ରେମରେ ପରିପୂର୍ଣ୍ଣ ହେଉ ଯେ ସେ ହୋଇବ ତୁମ ଯୋଗ୍ୟ ପୂଜାର ବେଦୀ। ହେ ଅନନ୍ତ ପୁରୁଷ, ତୁମେ ଯେ ସତ୍ୟ ସ୍ୱରୂପ ଏହା ମୋତେ ବୁଝିବାକୁ ଦିଅ ଏବଂ ଆଶୀର୍ବାଦ କର। ମୋର ଦୃଷ୍ଟି ଯେପରି କଦାପି ତୁମକୁ ନ ହରାଏ।